ରାହୁଲ ଏମିତି କର ନାହିଁ ପୁଅ, ମୋ ଗୋଡକୁ ଟିକେ ଉଠାଅ ଏବଂ ତାପରେ କାମ କର। ଏହା ଶୁଣି ମୋ ପୁଅ ରାହୁଲ ହସି କହିଲା, ମା, ମୁଁ ତୁମର ଗୋଡ କାହିଁକି ଉଠାଇବି? ତୁମେ ନିଜେ ତୁମର ଗୋଡ ଉଠାଇ ପାରିବ। ରାହୁଲ ଏହା କହିବା ମାତ୍ରେ ମୁଁ ମୋ ପୁଅ ରାହୁଲକୁ କହିଲି, ମୁଁ କାହିଁକି ମୋ ଗୋଡ ଉଠାଇବି? ତୁମେ ଆଜି ନିଜେ କାମ କରିବାକୁ ଆସିଛ, ତେଣୁ ତୁମକୁ ସବୁ କାମ କରିବାକୁ ପଡିବ। ଏବେ କିଛି ନ କହି ମୋ ଗୋଡ ଉଠାଅ ଏବଂ ତାପରେ ଯାହା ଇଚ୍ଛା କର। ମୁଁ କହି ସାରିବା ମାତ୍ରେ ମୋ ପୁଅ ରାହୁଲ ମୋ ଆଡକୁ ଚାହିଁଲା। ଭାବିଚିନ୍ତି ସେ ହସି ମୋ ଗୋଡ ଉଠାଇ କହିଲେ, ନମସ୍କାର ମୋର ପ୍ରିୟ ବନ୍ଧୁଗଣ, ତୁମେ ସମସ୍ତେ କିପରି ଅଛ? ପ୍ରତିଦିନ ପରି ଆଜି ମୁଁ ଏକ ନୂତନ ଭିଡିଓ ସହିତ ଫେରି ଆସିଛି। ଆଜି ମୁଁ ତୁମକୁ ମୋ ପୁଅ ସହିତ ମୋ ଜୀବନର ଆଉ ଏକ ଆଶ୍ଚର୍ଯ୍ୟଜନକ ସତ୍ୟ କାହାଣୀ କହିବି। ମୁଁ ଜାଣି ତୁମେ ପୂର୍ବରୁ ଏପରି କିଛି ଶୁଣି ନଥିବ। ମୁଁ ନିଶ୍ଚିତ ଯେ ଆଜିର ଭିଡିଓ ଦେଖିବା ପରେ ତୁମେ ଶୋଷ ଅନୁଭବ କରିବ। ତେଣୁ ମୁଁ ତୁମକୁ ସମ୍ପୂର୍ଣ୍ଣ ଭିଡିଓ ଦେଖିବାକୁ ଅନୁରୋଧ କରୁଛି। ତେଣୁ ଆଉ ବିଳମ୍ବ ନ କରି କାହାଣୀକୁ ଫେରିଯିବା। ମୁଁ ସବିତା, ମୋର ବୟସ 38 ବର୍ଷ। ମୁଁ ବିବାହିତ। ମୋ ସ୍ୱାମୀଙ୍କ ନାମ ସଦାଶିବ। ତାଙ୍କର ବୟସ 54 ବର୍ଷ। ସେ ଗତ 16 ବର୍ଷ ଧରି ବିଦେଶରେ ରହୁଛନ୍ତି। ମୋର ଏକ ପୁଅ ରାହୁଲ ଅଛି, ଯାହାର ବୟସ 22 ବର୍ଷ। ମୁଁ ବର୍ତ୍ତମାନ ମୋ ପୁଅ ରାହୁଲଙ୍କ ସହିତ ଭୁବନେଶ୍ୱରରେ ରହୁଛି। ପୂର୍ବରୁ ମୁଁ ଗାଁରେ ମୋର ଶ୍ୱଶୁର ଘର ଲୋକଙ୍କ ସହିତ ରହୁଥିଲି। ସେଠାରେ ମୋର ଶ୍ୱଶୁର ଘର ଲୋକମାନେ ସବୁବେଳେ ମୋ ବିଷୟରେ ନକାରାତ୍ମକ କଥା କହୁଥିଲେ, ଯାହା ମୁଁ ପସନ୍ଦ କରୁନଥିଲି। ସେଥିପାଇଁ ମୁଁ ମୋ ପୁଅ ରାହୁଲଙ୍କ ସହିତ ଭୁବନେଶ୍ୱର ଚାଲିଆସିଲି। ଏବେ ମୁଁ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର। ମୋର ଘନ କଳା କେଶ ଅଛି। ମୋ କେଶ ଦେଖି ଯେ କେହି ମୋ ପ୍ରତି ମୁଗ୍ଧ ହୋଇଯିବ। ମୁଁ ପିଲାଦିନରୁ ସୁସ୍ଥ ଅଛି, ତେଣୁ ମୁଁ ଆହୁରି ସୁନ୍ଦର ଦେଖାଯାଏ। ମୋ ସ୍ୱାମୀ ସଦାଶିବ ସବୁବେଳେ ମୋର ସୌନ୍ଦର୍ଯ୍ୟରେ ଆଶ୍ଚର୍ଯ୍ୟ ହେଉଥିଲେ। ମୋ ପୁଅ ରାହୁଲ ମଧ୍ୟ ସବୁବେଳେ ମୋର ପ୍ରଶଂସା କରୁଥିଲେ। ମୋ ଏକମାତ୍ର ପୁଅ ବିଷୟରେ ପ୍ରଶଂସା ଶୁଣି ମୋତେ ବହୁତ ଭଲ ଲାଗୁଥିଲା। ମୋ ପୁଅ ରାହୁଲ ଠିକ୍ ମୋ ପରି ଦେଖାଯାଉଛି। ଯଦିଓ ସେ 22 ବର୍ଷ ବୟସର ମୋ ସାମ୍ନାରେ ଠିଆ ହୋଇଛି, ସେ 24 ବର୍ଷ ବୟସର ଯୁବକ ପରି ଦେଖାଯାଉଛି। ମୁଁ ମୋ ପୁଅ ରାହୁଲ ଉପରେ ନଜର ପକାଇ ପାରିଲି ନାହିଁ ଏବଂ ସେଥିପାଇଁ ମୋର ପୁଅ ରାହୁଲ ସହିତ ମୋର ସବୁବେଳେ ଏକ ବିଶେଷ ସମ୍ପର୍କ ରହିଛି। କାରଣ ମୋ ସ୍ୱାମୀ ସଦାଶିବ ବିଦେଶରେ ଥିଲେ। ଆମ ପରିବାରରେ କ୍ୱଚିତ କାହାର ଅଭାବ ଥିଲା, କିନ୍ତୁ ସତ କହିବାକୁ ଗଲେ ମୁଁ ମୋ ସ୍ୱାମୀଙ୍କୁ ବହୁତ ମିସ କରୁଥିଲି। ମୁଁ ପ୍ରାୟତଃ ତାଙ୍କ ବିଷୟରେ ମୋ ମନରେ ଭାବୁଥିଲି। ଏହା ଏପରି ଥିଲା ଯେପରି ମୁଁ ତାଙ୍କ ପ୍ରତିଛବି ଦେଖିଥିଲି, କିନ୍ତୁ ତାହା କେବେ ସମ୍ଭବ ହୋଇନଥିଲା। ମୁଁ ଜଣେ ମହିଳା। ଅନ୍ୟ ସମସ୍ତ ମହିଳାଙ୍କ ପରି ମୋର ନିଜସ୍ୱ ଇଚ୍ଛା ଅଛି, କିନ୍ତୁ ମୋ ସ୍ୱାମୀ ସଦାଶିବ ମୋ ହୃଦୟର ଏହି ସମସ୍ତ ଇଚ୍ଛା କେବେ ପୂରଣ କରିପାରିବେ ନାହିଁ। ମୁଁ ସବୁବେଳେ ଏହି ବିଷୟରେ ଚିନ୍ତିତ ଥିଲି। ଯେତେବେଳେ ମୁଁ ମୋ ସ୍ୱାମୀ ସଦାଶିବଙ୍କ କଥା ଭାବୁଥିଲି, ମୋର ମନ ଶାନ୍ତ ରହିପାରିଲା ନାହିଁ। ମୋତେ ଲାଗୁଥିଲା ଯେପରି ମୁଁ ସେହି ଦୃଶ୍ୟରେ ଏକା ଅଛି। ସବୁଦିନ ପରି ଆଜି ମୁଁ ମୋ ବସବାସ ଘରେ ବସି ମୋ ସ୍ୱାମୀ ସଦାଶିବଙ୍କ ବିଷୟରେ ଭାବୁଥିଲି। କିଛି ସମୟ ଚିନ୍ତା କରିବା ପରେ ହଠାତ୍ ମୋ ପୁଅ ରାହୁଲ ଆସି ମୋ ପାଖରେ ବସିଲା। ମୋ ପୁଅ ରାହୁଲ ଆସି ମୋ ପାଖରେ ବସିବା ମାତ୍ରେ ମୋର ନିଦ୍ରା ହଠାତ୍ ଦୂର ହୋଇଗଲା। ମୁଁ ମୋ ପୁଅ ରାହୁଲକୁ ଦେଖି କୌତୂହଳୀ ସ୍ୱରରେ ପଚାରିଲି, ପୁଅ ହଠାତ୍ ଆସି ମୋ ପାଖରେ ବସିଲ। ପୁଅ, ତୁମେ କଣ କହିବାକୁ ଚାହୁଁଛ? ମୋ ପୁଅ ରାହୁଲ ଉତ୍ତର ଦେଲା, ନା ମା, ସେମିତି କିଛି ନୁହେଁ। ତୁମକୁ ଏଠାରେ ବସି ଚିନ୍ତା କରୁଥିବା ଦେଖି ମୁଁ ସତ୍ୟ ବୁଝିପାରିଲି। ମୋ ପୁଅ ରାହୁଲଙ୍କ କଥା ଶୁଣି ମୁଁ ହସି କହିଲି, ପୁଅ, ତୁମର ଆଉ କିଛି କରିବାର ନାହିଁ କି? ତୁମେ ବହୁତ କଥା କହୁଛ। ଘରକୁ ଯାଅ ଏବଂ ପଢ। ମୋତେ କିଛି ସମୟ ପାଇଁ ଏକା ରହିବାକୁ ଦିଅ। ମୁଁ କହିବା ମାତ୍ରେ ରାହୁଲ କହିଲା, ମୁଁ ଏଠାରେ ଅଛି। ତୁମେ କାହିଁକି ଚିନ୍ତା କରୁଛ? ମୋତେ କୁହ, ତୁମେ କଣ ଭାବୁଛ? ତାପରେ ହିଁ ମୁଁ ଯିବି। ରାହୁଲଙ୍କ କଥା ଶୁଣି ମୁଁ ତାଙ୍କ ଆଡକୁ ଚାହିଁଲି। ମୁଁ ମୋ ପୁଅକୁ ଭଲ ଭାବରେ ଜାଣେ। ଯେତେବେଳେ ତାକୁ ମୋ ପାଖରୁ କିଛି ଜାଣିବାକୁ ପଡିବ, ସେ ତାହା ନ ପାଇବା ପର୍ଯ୍ୟନ୍ତ ସେ ହଲେ ନାହିଁ। ମୋ ପାଖରେ ମୋ ଏକକିତାର କାରଣ କହିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା। ମୋ କଥା ଶୁଣି ରାହୁଲ ଭାବିବାକୁ ଲାଗିଲେ ଏବଂ ମୋତେ ଶାନ୍ତ କରିବାକୁ ଚେଷ୍ଟା କଲେ। ମୋ ସ୍ୱାମୀ ସଦାଶିବ ବିଦେଶ ଯିବା ପରଠାରୁ ମୋ ପୁଅ ରାହୁଲ ସବୁବେଳେ ମୋର ଯତ୍ନ ନେଇଆସିଛି। ମୋ ପୁଅ ରାହୁଲଙ୍କ ସହିତ କିଛି ସମୟ କଥା ହେବା ପରେ ସେ କଲେଜକୁ ଚାଲିଗଲେ। ରାହୁଲ କଲେଜକୁ ଯିବା ପରେ
ମୁଁ ମୋ ଆସନରୁ ଉଠି ସମସ୍ତ ଘର କାମ କରିବାକୁ ଲାଗିଲି। ମୁଁ ମଧ୍ୟାହ୍ନ ପ୍ରାୟ ଗୋଟିଏ ଥରରେ ସମସ୍ତ ଘର କାମ ସାରିଲି। ସବୁକିଛି ଶେଷ କରିବା ପରେ ମୁଁ ମୋ ପୁଅ ରାହୁଲ ଘରକୁ ଫେରିବା ପାଇଁ ଅପେକ୍ଷା କଲି। ମୋ ପୁଅ ସବୁବେଳେ ସମୟ ସମୟରେ ଘରକୁ ଫେରେ, କିନ୍ତୁ ଆଜି ସେ ଏତେ ବିଳମ୍ବ କାହିଁକି କଲା? ମୁଁ ପ୍ରାୟ 10 ମିନିଟ୍ ଅପେକ୍ଷା କଲି। ତାପରେ ହଠାତ୍ ମୁଁ ମୋ ପୁଅ ରାହୁଲର ସ୍ୱର ଶୁଣିଲି। ମୋ ପୁଅ ରାହୁଲର ସ୍ୱର ଶୁଣିବା ମାତ୍ରେ ମୋର ଦ୍ୱନ୍ଦ୍ୱ ଭାଙ୍ଗିଗଲା। ଦ୍ୱନ୍ଦ୍ୱ ଭାଙ୍ଗିବା ମାତ୍ରେ ମୁଁ ମୋ ସିଟରୁ ଉଠି ସିଧା ମୋ ଘର ଦ୍ୱାର ଆଡ଼କୁ ଗଲି। ଯେତେବେଳେ ମୁଁ ମୋ ଘର ସମ୍ମୁଖରେ ଠିଆ ହୋଇ ଘର ଖୋଲିଲି, ମୋ ପୁଅ ରାହୁଲ ମୋ ଆଡ଼କୁ ଚାହିଁଲା, ହସିଲା ଏବଂ ମୋ ସହିତ କଥା ହେଲା। ମା, ତୁମେ ଆଜି ମୋ ଘରକୁ ଫେରିବା ପାଇଁ ଅପେକ୍ଷା କରିଥିଲ। ମୁଁ ମୋ ପୁଅ ରାହୁଲର ପ୍ରଶ୍ନର ଉତ୍ତରରେ ହସିଲି। ତେବେ ମୁଁ ଆଉ କଣ କରିପାରିବି? ତୁମ ବ୍ୟତୀତ ମୋର ଆଉ କେହି ନାହାନ୍ତି। ମୁଁ କାହା ପାଇଁ ଅପେକ୍ଷା କରିବି? ମୁଁ କହିବା ସମାପ୍ତ କରିବା ମାତ୍ରେ ମୋ ପୁଅ ରାହୁଲ ହସି କହିଲା, ମା, ମୁଁ ତୁମକୁ କେତେଥର କହିଛି ଯେ ତୁମକୁ ଏତେ ସମୟ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ତଥାପି ତୁମେ ଏବେ ବି ମୋ ପାଇଁ ଅପେକ୍ଷା କରୁଛ। ମୁଁ ଏବେ ଦ୍ୱାର ବାହାରେ ରହିବା ଉଚିତ କି ନା ମୁଁ ଘର ଭିତରକୁ ଯିବା ଉଚିତ? ରାହୁଲଙ୍କ କଥା ଶୁଣି ମୁଁ ହସିଲି ଏବଂ ତାଙ୍କ ଉପରୁ ମୋର ଦୃଷ୍ଟି ହଟାଇଲି। ମୁଁ ଆଜିକାଲି ବହୁତ ପରିବର୍ତ୍ତନ ହୋଇଛି। କେତେବେଳେ ମୁଁ କିଛି ନ ଭାବି ହଜିଯାଏ। ମୋ ପୁଅ ରାହୁଲ ଏବଂ ମୁଁ ଘରେ ପ୍ରବେଶ କରିବା ମାତ୍ରେ ମୁଁ ମୋ ପୁଅକୁ କହିଲି, ପୁଅ, ଏବେ ଟିକେ ଫ୍ରେଶ ହୁଅ। ମୁଁ ମଧ୍ୟ ଫ୍ରେଶ ଅନୁଭବ କରୁଛି। ଏହା ଶୁଣି ରାହୁଲ କହିଲା, ମା, ମୁଁ ଏବେ ଫ୍ରେଶ ହେବି ନାହିଁ। ମୁଁ ଟିକେ ବିଶ୍ରାମ ନେବି ଏବଂ ତାପରେ ତୁମ ସହିତ କଥା ହେବି। ତୁମେ ମୋ ପାଖରେ ଆସି ବସିବ। ଏହା କହି ମୋ ପୁଅ ରାହୁଲ ମୋ ହାତ ଧରି ମୋତେ ତାଙ୍କ ପାଖରେ ବସିବାକୁ ଟାଣିନେଲା। ମୁଁ ମୋ ପୁଅ ରାହୁଲର କାର୍ଯ୍ୟକଳାପ ଦେଖି ହସି ନ ରହିପାରିଲି ନାହିଁ। ମୋ ପୁଅ ରାହୁଲ ସବୁବେଳେ ଏପରି ପାଗଳ କାମ କରେ। ମୋ ପୁଅ ରାହୁଲ ମୋତେ ବସାଇ ମୋ ସହିତ କଥା ହେବା ଆରମ୍ଭ କଲା। ରାହୁଲଙ୍କ ସହିତ ବସି କଥା ହେବା ଦ୍ୱାରା ମୁଁ ନିଜ ବିଷୟରେ ଏବଂ ମୋର ଦୃଷ୍ଟିକୋଣ ବିଷୟରେ ଭଲ ଅନୁଭବ କରେ। ସତରେ ମୋ ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ମୋ ପୁଅ ରାହୁଲ ସବୁବେଳେ ମୋ ପାଇଁ ସେଠାରେ ଅଛି ଏବଂ ମୋତେ ଭଲ ଅନୁଭବ କରାଇବାକୁ ଚେଷ୍ଟା କରିଛି। ମୋ ପୁଅ ରାହୁଲର ଯତ୍ନ ନେବା ମୋତେ କିଛି ମାନସିକ ଶାନ୍ତି ଦେଇଛି। ମୁଁ ମୋ ପୁଅ ରାହୁଲଙ୍କ ସହିତ ବସି ବହୁତ ସମୟ ଧରି କଥା ହେଲି। ମୋ ପୁଅ ରାହୁଲ ଏବଂ ମୁଁ ପ୍ରାୟ ଘଣ୍ଟାଏ ଏକାଠି ବସିଥିଲୁ। ତାପରେ ମୁଁ ରାହୁଲକୁ ଧୀର ସ୍ୱରରେ କହିଲି, ପୁଅ, ମଧ୍ୟାହ୍ନ ଭୋଜନର ସମୟ ହୋଇଗଲାଣି। ତା ଛଡ଼ା ଆମକୁ ଏବେ ଗାଧୋଇବାକୁ ପଡ଼ିବ। ଆମେ ଆଉ କଥା ହୋଇପାରିବୁ ନାହିଁ। ଚାଲ ଗାଧୋଇବା। ମୁଁ ଏହା କହିବା ମାତ୍ରେ ମୋ ପୁଅ ରାହୁଲ କହିଲା, ହଁ ମା, ତୁମେ ଠିକ କହୁଛ। ଚାଲ ଗାଧୋଇବା। ରାହୁଲ ଏହା କହିବା ମାତ୍ରେ ମୁଁ ମୋ ଆସନରୁ ଉଠିଗଲି। ମୁଁ ଉଠି ମୋ ରୁମକୁ ଗଲି। ରାହୁଲ ମଧ୍ୟ ତାଙ୍କ ରୁମକୁ ଗଲା। ମୁଁ ମୋ ରୁମକୁ ଫେରି ଆସିଲି ଏବଂ ବିଳମ୍ବ ନକରି ଗାଧୋଇବାକୁ ଗଲି। ମୁଁ ମୋ ବାଥରୁମରେ ଗାଧୋଇବି। ମୋ ପୁଅ ରାହୁଲ ବିଷୟରେ ଭାବୁଥିଲି। ମୋ ପୁଅ ରାହୁଲ ଆଉ ଛୋଟ ନୁହେଁ, ସେ ବଡ଼ ହୋଇଗଲାଣି। କିନ୍ତୁ ରାହୁଲର କଥାବାର୍ତ୍ତା ଦେଖି ଏହା ବୁଝିବା ଅସମ୍ଭବ। ମୋ ପୁଅ ରାହୁଲ ଏବେ ବି ମୋତେ ଛୋଟ ପିଲା ପରି ଗୀତ ଗାଇଥାଏ। ମୁଁ ରାହୁଲଙ୍କ ଗୀତକୁ ଭଲ ପାଏ। ବାଥରୁମରେ ଗାଧୋଇବା ସମୟରେ ମୁଁ ମୋ ପୁଅ ରାହୁଲ ବିଷୟରେ ଭାବୁଥାଏ। ନିର୍ଦ୍ଧାରିତ ସମୟରେ ଗାଧୋଇବା ସାରି ମୁଁ ବାଥରୁମରୁ ବାହାରି ଆସିଲି। ବାଥରୁମରୁ ବାହାରିବା ପରେ ମୁଁ ଶାଢ଼ୀ ପିନ୍ଧିଲି, କେଶକୁ କୁଣ୍ଡିଲି ଏବଂ ମୋ ରୁମରୁ ବାହାରି ଆସିଲି। ଯେତେବେଳେ ମୁଁ ମୋ ରୁମରୁ ବାହାରକୁ ଆସିଲି, ମୁଁ ଦେଖିଲି ଯେ ମୋ ପୁଅ ରାହୁଲ ଡାଇନିଂ ଟେବୁଲରେ ମୋ ପାଇଁ ଅପେକ୍ଷା କରୁଛି। ତାକୁ ମୋ ପାଇଁ ଅପେକ୍ଷା କରିଥିବା ଦେଖି ମୁଁ ହସିଲି ଏବଂ ରାହୁଲକୁ କହିଲି, ବା, ଆଜି ତୁମେ ଏତେ ଶୀଘ୍ର ଗାଧୋଇବା କିପରି ସାରିଲ? ମୁଁ ଭାବିଲି ତୁମେ ଟିକେ ଅଧିକ ସମୟ ନେବ। ମୁଁ କହିବା ସରିବା ମାତ୍ରେ ମୋ ପୁଅ ରାହୁଲ ମୁଣ୍ଡ ବୁଲାଇ ମୋ ଆଡ଼କୁ ଚାହିଁଲା। ମୋ ପୁଅ ରାହୁଲ ମୋତେ ଦେଖିବା ପରେ ତୁରନ୍ତ ଅଟକିଗଲା। ରାହୁଲ ମୋ ଆଡ଼କୁ ଚାହିଁ ରହିଲା। ମୋ ପୁଅ ରାହୁଲ ମୋତେ ଏପରି ଚାହିଁ ରହିଥିବା ଦେଖି ମୋର ହୃଦୟ ସ୍ପନ୍ଦନ କଲା। ମୁଁ ମୋ ପୁଅ ରାହୁଲ ଠାରୁ ମୁହଁ ହଲାଇ ହସି ତାକୁ ନିଜ ସ୍ୱରରେ କହିଲି, ପୁଅ, ତୁମେ ମୋତେ ଏପରି କାହିଁକି ଦେଖୁଛ? ମୋ ପ୍ରଶ୍ନର ଉତ୍ତରରେ ମୋ ପୁଅ ରାହୁଲ କହିଲା, ମା, ତୁମେ ଆଜି ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯାଉଛ ଏବଂ ଏହି ଶାଢ଼ୀ ତୁମକୁ ବହୁତ ଭଲ ଲାଗୁଛି। ରାହୁଲଙ୍କ କଥା ଶୁଣି ମୁଁ ହସିଲି ଏବଂ କହିଲି, ପୁଅ, ମୁଁ ତୁମକୁ କହିଥିଲି ମୋତେ ପ୍ରଶଂସା କର ନାହିଁ। ମୁଁ ତୁମକୁ କହିଲି ଯେ ମୋର ପ୍ରଶଂସା କର ନାହିଁ। ତୁମେ ମୋ କଥା ଶୁଣିବ ନାହିଁ କି? ମୁଁ କହିବା ମାତ୍ରେ ରାହୁଲ କହିଲା, ମା, ମୁଁ ତୁମର ସମସ୍ତ ଚେତାବନୀ ଶୁଣୁଛି, କିନ୍ତୁ ମୋତେ ତୁମକୁ ସତ୍ୟ କହିବାକୁ ପଡ଼ିବ। ମୁଁ ମୋ ପୁଅ ରାହୁଲର କଥା ଶୁଣି ହସିଲି,
किंतु मु ताकू किछि कहिली नाही। मु डाइनिंग टेबुल रे बसी खाद्य परिवेषण कली। मु परिवेषण करिबा समय रे मु राहुल को कहिली, ना पुओ खाए, तुमे एते समय अपेक्षा करिछ, आउ अपेक्षा करिबार आवश्यकता नाही, खाइबा आरंभ कर। मु कहिबा मात्रे राहुल मो सामनारे बसी खाइबा आरंभ कला। मो पुओ राहुल खाइबा समय रे मो सहित कथा हेउनथिला। से संपूर्ण नीरबरे खाइला। राहुल को एते चुपचाप खाउथिबा देखि मु टिके आश्चर्य होइगली, कारण मो पुओ राहुल केबे चुपचाप खाए नाही। आजी राहुल को एते चुपचाप खाउथिबा देखि मु भितरे किछि अजब अनुभव कली। मु खाउथिली एवं मो पुओ राहुल उपरे नजर रखिथिली। मु बुझिबाकू चेष्टा करुथिली जे मो पुओर कण होइछि जे से हठात संपूर्ण नीरब होइगला। मु बहुत समय पर्यंत मो पुओ राहुल को चाहि रहिली। हठात मो पुओ राहुल मते कहिला, माँ मु खाइबा सरीगला, मु उठी जाउछि। राहुलर कंठस्वर शुणी मु बुझी पारिली जे से अहकारी हेउछि। ताकू अहकारी व्यवहार करुथिबा देखि मु कहिली, पुओ तुमे हठात पुणी एते अहकारी काहिकी हेउछ, कण हेला पुओ? मु तुमको किछि कहिली नाही। मु कथा सरीबा मात्रे राहुल मते टिकिए आश्चर्य करी कहिला, माँ तुमे मते मौखिक भाबरे किछि कुह नाही, किंतु सत्य हेउछि जेतेबेले मु तुम सहित अधिक कथा हुए तुमे रागी जाओ। तेणु आजिठारु मु निष्पत्ति नेइछि जे मु तुमको आउ केबे हैरान करिबी नाही। मो पुओ राहुल रो कथा सुनी मु आश्चर्य होइगली। राहुल मोर एकमात्र पुओ। जदि से मो सहित कथा न हुए तेबे मु किपरि बंची परिबी? मो स्वामी विदेश जिबा परठारु मु सबुबेले तांको सहित खोलाखोली एवं सचोट भाबरे कथा होई आसुछि, एवं एबे मो पुओ राहुल कहुछि जे से पूर्व परी मो सहित केबे कथा हेबो नाही। मु आश्चर्य न होई रही पारिली नाही। मु मो आसनरु उठी मो पुओ राहुल को कहिली, पुओ तुमे कौन कहुछ? तुमे मो सहित कथा हेले मु शांत अनुभव करे एवं तुमे कौन कहिले आउ मो सहित कथा हुओ नाही कहिबा। सरीबा मात्रे मु निजको शांत करिदेली। मु पारिली नाही। मोर पानी बंद होइगला। मो आखि लुहरे पूर्ण होइगला। मु राहुल रो आखि को धीरे धीरे स्पर्श कली, पोछिदेली एवं मो रूम को गली। मु मो रूम को जाई मो बिछणारे बसी मो पुओ राहुल को विषय रे भाबिली। ता विषय रे भाबी मु अस्थिर अनुभव कली। मु जानी नाही काहिकी मु एबे किछि अनुभव करि पारु नाही। मु बिछणारु उठिबा मात्रे मो पुओ राहुल मो रूम को आसी कहिला, माँ तुमे जहा इच्छा कर, किंतु आजी ठारु मु तुमर सबु काम करिबी। तुमे मते अटकाई पारिबो नाही। राहुल को कथा सुनी मु तांकु किछि कहिबार सुजोग पाइली नाही। मु कहिबा पूर्वरु राहुल मो सामनारे बसी काम करिबाकू लागिला। मो पुओ राहुल बहुत समय पर्यंत काम करि रहिला एवं मु ताकू कहिली, राहुल एपरी कर नाही पुओ, मो गोड़ को टिके उठाओ एवं तापरे काम कर। एहा सुनी मो पुओ राहुल हसी कहिला, माँ मु तुमर गोड़ को काहिकी उठाइबी? तुमे तुमर गोड़ निजे उठाई पारिबो। राहुल कहिबा मात्रे मु मो पुओ को पचारिली, मु काहिकी मो गोड़ उठाइबी? तुमे आजी काम करिबाकू आसीछ, तेणु तुमको सबु काम करिबाकू पड़िबो। एबे किछि न कही मो गोड़ उपरकू उठाई जहा इच्छा कर। मु कहिबा मात्रे मो पुओ राहुल मो आड़कू चिंताशील भाबरे चाहिला एवं हसी हसी मो गोड़ उपरकू उठाई कहिला, एबे सबु ठीक अछि कि माँ? मु राहुल रो मुह को चाही हसी हसी मुंड हलाइली। तापरे कौन हेला? मो पुओ राहुल मो घर को आसी मो सहित काम करिबाकू लागिला। तांको सहित एहिपरि कथा हेबा द्वारा मु राहुलंक सहित काम करिबा प्रति मोर दृष्टिकोण विषय रे भल अनुभव कली। मो पुओ राहुलंक सहित कथा हेबा परे मो मनरे थिबा समस्त शून्यता संपूर्ण भाबरे दूर होइगला परि लागिला। आजी मु मोर दृष्टिकोण रे प्रकृत रे खुशी। तेणु बंधुगण, एहा मो पुओ सहित बिताइथिबा मो जीवनर एक सत्य कहानी। आजिर कहानी आपनंकु किपरि लागिला दयाकरी मते मंतव्य रे जणांतु। प्रिय बंधुगण, आजिर भिडियो एठारे शेष हेउछि। जदि आपनंकु आमर भिडियो पसंद आसीछि तेबे दयाकरी एहाकु लाइक करंतु एवं चैनल को सब्सक्राइब करंतु। आजि पई विदाय। काली एक नुआ भिडियो सहित देखा हेबो। से पर्यंत समस्ते सुस्थ रुहंतु। धन्यवादर नमस्कार।